ପୂର୍ବତନ ମନ୍ତ୍ରୀ ସମୀର ଦେ ଥିଲେ ନୂଆ କଟକର ପ୍ରମୁଖ ବିନ୍ଧାଣୀ। ତିନି ଥର କଟକକୁ ପ୍ରତିନିଧିତ୍ୱ କରିବା ସହିତ ସେ କଟକବାସୀଙ୍କ ହୃଦୟରେ ଘର କରିଯାଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ସମୀର ଦେଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କୁ ମନେ ପକାଇଛନ୍ତି କଟକ ବାସିନ୍ଦା। କଟକ ଶହୀଦ ଭବନ ପରିସରରେ ଆୟୋଜିତ ସମୀର ଦେ ସ୍ମୃତି ସଭାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ତାଙ୍କର ସ୍ମୃତିଚାରଣ କରିଛନ୍ତି। ସମୀର ଦେ କେବଳ ଜଣେ ରାଜନେତା ନୁହନ୍ତି, ଜଣେ ଦକ୍ଷ ସଂଗଠକ, କ୍ରୀଡ଼ା ସଂଗଠକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କ କାର୍ଯ୍ୟକାଳ ଭିତରେ ରେଭେନ୍ସା କଲେଜ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଥିଲା। କଟକରେ ନ୍ୟାସନାଲ ଲ ୟୁନିଭର୍ସିଟି ସ୍ଥାପିତ ହୋଇଥିଲା। ଜାଇକା ପ୍ରକଳ୍ପ ହେଉଛି ତାଙ୍କର ମାନସ ସନ୍ତାନ ବୋଲି ସ୍ମୃତି ସଭାରେ ମତ ପ୍ରକାଶ ପାଇଥିଲା। ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ କଟକ ସହରର ଏକ ପ୍ରମୁଖ ରାସ୍ତାର ନାମକରଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ସଂଘର ବିଚାରଧାରାର କେବେ ବି ବିଚ୍ୟୁତ ହେଉନଥିଲେ। ଇ ଦୃଢ଼ମଣା ତାଙ୍କର ବହୁତ ବଡ଼ ଗୋଟେ ନିଶ୍ଚିତତା ଥିଲା। ଏବଂ ସବୁଠାରୁ ବଡ଼ କଥା ହେଲା ଏଠି ପ୍ରଭାତ ବାବୁ ବି କହୁଥିଲେ କଟକ ଭୁବନେଶ୍ୱର ମହାନଗର ଘୋଷଣା କରିବା ଭଳି ବହୁତ ବଡ଼ କାମ ସେ ଆମ ପାଇଁ କରିକି ଯାଇଛନ୍ତି।